ଆଦିତ୍ୟ ଏମିତି ପାଗଳ ଭଳିଆ କଥାବାର୍ତ୍ତା କରନି ଆଦିତ୍ୟ। ମୁଁ ପାଗଳ। ତାହେଲେ ତୁ ତୋ ବଡ଼ ଭାଇ କଥା ଶୁଣିବୁନି ଆଦିତ୍ୟ? ନା ନା ନା, ମୁଁ କାହା କଥା ଶୁଣିବା ପାଇଁ ଅଟଳ। ତେବେ ଠିକ ଅଛି, ତୁ ଯଦି ଏଠାରୁ ଭଲରେ ନ ଯିବୁ ମତେ ବାଧ୍ୟ ହେଇକି ତୋ ଉପରେ ହାତ ଉଠେଇବାକୁ ପଡ଼ିବ ଆଦିତ୍ୟ। ତୁମେ ଯଦି ଜଣେ ଝିଅ ପାଇଁ ପର ଝିଅ ପାଇଁ ମୋ ଉପରକୁ ହାତ ଉଠେଇବ ତାହେଲେ ମୁଁ ବି ଭୁଲିଯିବି ମୋ ବଡ଼ ଭାଇ ବୋଲି। ମୁଁ ମଧ୍ୟ ପଛଘୁଞ୍ଚା ଦେବି ନାହିଁ ବଡ଼ ଭାଇ। ତାହେଲେ ଠିକ ଅଛି, ଦେଖା ତ ଶକ୍ତି କେତେ ଅଛି। ତେବେ ଠିକ ଅଛି, ହେଇଯାଉ ଭାଇ ଭାଇରେ ଯୁଦ୍ଧ। ଠିକ ଅଛି, ସାମାନ୍ୟ ଝିଅ ପାଇଁ ତୁମେ ପୁଣି ମୋ ସହିତ ଯୁଦ୍ଧ। ତେବେ ଠିକ ଅଛି, ହେଇଯାଉ। ଭାଇ, ସାମାନ୍ୟ ଝିଅ ପାଇଁ ସାନ ଭାଇକୁ ଏମିତି ମାଡ଼। ବୁଝିଗଲି, ପର ଝିଅ ପାଇଁ ତୁମେ ଭାଇ ସହିତ ଛି ଭାଇ, ଛି ବଡ଼ ଭାଇ, ଛୋଟ ଭାଇକୁ ତୁମେ ଏମିତି। ଏ ବର୍ଷା, ତୋର ପାଇଁ ଆଜି ମୁଁ ବଡ଼ ଭାଇ ସହିତ ଯୁଦ୍ଧ କରିବା ପାଇଁ ଆଗେଇ ଗଲି। ହେଲେ ଏଣିକି ଦେଖ, କୋଉ ଦିନ ଯଦି ମୋ ଆଖି ନଜରରେ ପଡ଼ିଯାଉ